କମଟାଲପେଟା ଫେମିକମ୍ କମ୍ପାନୀରେ ଅଶାନ୍ତି 6 ଦଫା ଦାବି ନେଇ ଫେମିକମ୍ କମ୍ପାନୀ ଶ୍ରମିକଙ୍କ ଆନ୍ଦୋଳନ। ନମସ୍କାର, RGDA.in ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। କମଟାଲପେଟା ଫେମିକମ୍ କମ୍ପାନୀର ଶ୍ରମିକ ଅସନ୍ତୋଷ 6 ଦଫା ଦାବି ନେଇ ମହିଳା ଶ୍ରମିକଙ୍କ ଆନ୍ଦୋଳନ। ରାୟଗଡ଼ା ଜିଲ୍ଲାର କମଟାଲପେଟା ସ୍ଥିତ ଫେମିକମ୍ କମ୍ପାନୀ ସମ୍ମୁଖରେ ଆଜି ଉତ୍ତେଜନା ଦେଖିବାକୁ ମିଳିଛି। କମ୍ପାନୀର 50ରୁ ଅଧିକ ଠିକା ମହିଳା ଶ୍ରମିକ ନିଜର 6 ଦଫା ଦାବି ନେଇ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ। ଶ୍ରମିକମାନେ ନ୍ୟାୟସଙ୍ଗତ ମଜୁରୀ, PF, ESI, ବୋନସ୍, ବାର୍ଷିକ ବେତନ ବୃଦ୍ଧି, ଛୁଟି, ନାଇଟ୍ ସିଫ୍ଟ ଭତ୍ତା ଏବଂ ପର୍ବ ଅଗ୍ରିମ ସମେତ ବିଭିନ୍ନ ଆଇନଗତ ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି। ଆନ୍ଦୋଳନରତ ଶ୍ରମିକ ନେତ୍ରୀ ହରିଚନ୍ଦନା ଅଭିଯୋଗ କରିଛନ୍ତି ଯେ ବହୁବାର ଦାବିପତ୍ର ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହ ଡେପୁଟି ମ୍ୟାନେଜର ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଅସଦ୍ ବ୍ୟବହାର ଓ ମାନସିକ ଚାପ ସୃଷ୍ଟିର ସାଂଘାତିକ ଅଭିଯୋଗ ଆଣି ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବାରୁ କମ୍ପାନୀ କର୍ତ୍ତୃପକ୍ଷ ଆସନ୍ତା 7 ଦିନ ମଧ୍ୟରେ ସମସ୍ତ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ଆଶ୍ୱାସନା ପରେ ଶ୍ରମିକମାନେ ସାମୟିକ ଭାବେ ଧାରଣା ପ୍ରତ୍ୟାହାର କରିଛନ୍ତି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନ ହେଲେ ଆଗାମୀ ଦିନରେ ଆହୁରି ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ଶ୍ରମିକମାନେ କଡ଼ା ଚେତାବନୀ ଦେଇଛନ୍ତି।